ଆପଣ ଯାହା କହିଲେ ଯେ ବିଜେପି ପକ୍ଷରୁ ପ୍ରଥମେ ମଧ୍ୟ ଦାବି କରାଗଲା ଯେ ଯେଉଁ ଅଧିକ ଦରମା ଲାଗୁ କରା ନ ଯାଉ। ତାର କାରଣ ହଉଛି ସରକାର ଭାବିଥିଲେ ଦରମା ବୃଦ୍ଧି କରିକିରି ଦରମା ବୃଦ୍ଧି ପୁଣି କେବଳ ଓଡ଼ିଶାରେ ନୁହେଁ, ସାରା ଭାରତ ବର୍ଷରେ କୌଣସି ଜାଗାରେ ଏତେ ଟଙ୍କା ବିଧାୟକ ମାନଙ୍କୁ ଦିଆଯାଉନି। ଇଏ ହଉଛି ଭାରତ ବର୍ଷର ସବୁଠୁ ଅଧିକା ଟଙ୍କା ଦିଆଯାଉଛି ବିଧାୟକ ମାନଙ୍କୁ। ଏପରିକି ପାର୍ଲାମେଣ୍ଟରେ ଯୋଉ ଏମପି ମାନେ ଅଛନ୍ତି ସେମାନେ ମଧ୍ୟ ମାସିକ ଏତିକି ଟଙ୍କା କେବେ ପାଆନ୍ତି ନାହିଁ। ସରକାର ଏ ପ୍ରକାର ବିଲ୍ ଆଣିକିରି ବିଧାନସଭାରେ ଗୃହୀତ କରିସାରିଲା ପରେ ଆଉ କିଏ କହୁ ନ କହୁ ସାରା ରାଜ୍ୟରେ ଜନସାଧାରଣ ଉତ୍କ୍ଷିପ୍ତ ହେଲେ। ସାରା ରାଜ୍ୟରେ ଜନସାଧାରଣ ମାନେ ସରକାରଙ୍କୁ ସମାଲୋଚନା କଲେ। ଇଏ ଯେତେ ସଫେଇ ପଛେ ଦିଅନ୍ତୁ ବିଜେପି ପକ୍ଷରୁ ଯେ ଆମକୁ ସବୁ ଦଳରୁ ସମର୍ଥନ ମିଳିଛି ଏଇ ବିଲ୍ ପ୍ରତି, ବିଜେଡି ମଧ୍ୟ ସମର୍ଥନ ଦେଇଛି। ବିଜେଡିର କିଛି ନେତା ମାନେ ମଧ୍ୟ ଆଗକୁ ବାହାରିକିରି ହଁ ସେମାନଙ୍କର ଯେମିତି ଗଣେଶ୍ୱର ବେହେରା ଆଉ ସବୁ କିଏ ବାହାରିକିରି କହିଲେ ଯେ ହଁ ଆମର ଦରମା ବଢିବା ଦରକାର। କିନ୍ତୁ ଜନସାଧାରଣ ତାକୁ ଗ୍ରହଣ କଲେନି। ଜନସାଧାରଣ ସବୁଆଡେ, ମୁଁ ବି ତ ଆଜି ସକାଳେ ବିଭିନ୍ନ ଜାଗାରେ କଥା ହଉଥିଲି, ସେମାନେ ମଧ୍ୟ ସବୁ ଗାଁ ଗଣ୍ଡାର ଲୋକ କହୁଛନ୍ତି ଆଜ୍ଞା କଣ ହେଇଛି ମାସକୁ 15,000 ଟଙ୍କା ଟେଲିଫୋନ ବିଲ୍ ତାଙ୍କୁ ଦିଆଯିବ, 3.5 ଲକ୍ଷ ଟଙ୍କା ବିଧାୟକ ମାନଙ୍କର ଦରମା ହବ, ଆଉ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ସେମାନଙ୍କର ତ ଆହୁରି ଅଧିକା। କଣ ପାଇଁ ହବ? ଲୋକ ଏଠି ଚାକିରିଟିଏ ପାଉନାହାନ୍ତି, ପ୍ରତିଦିନ କାମ କରିକିରି 2 ପଇସା ରୋଜଗାର କରିବା ପାଇଁ ରାହା କିଛି ନାହିଁ। ତାରି ଭିତରେ ବିଧାୟକ ମାନେ କାହିଁକି ଏତେ ଟଙ୍କା ଦରମା ପାଇବେ? କୋଉ କାର୍ଯ୍ୟ ପାଇଁ? 1 2ରେ ଆପଣ ଦେଖନ୍ତୁ ଏଥରକ ଯୋଉ ବିଲ୍ ପାସ୍ ହେଲା ବିଧାନସଭାରେ, ଆହୁରି 18 ଦିନ ବିଧାନସଭାର କାର୍ଯ୍ୟକାଳ ଅଛି, ସରକାର ବିଧାନସଭା ବନ୍ଦ କରିଦେଲେ। ଆଜ୍ଞା ଯଦି ମାସକୁ 3.5 ଲକ୍ଷ ଟଙ୍କା ଦାବି କରୁଥିବା ବିଧାୟକ ବିଧାନସଭା ଅଧିବେଶନରେ ପାର୍ଟିସିପେଟ ନ କରିକି ସେମାନେ ବିଧାନସଭାକୁ ବନ୍ଦ କରି ସରକାର ଯଦି ଚାଲିଯିବେ, ତାହେଲେ ଯେକୌଣସି ଲୋକ ପ୍ରଶ୍ନ କରିବ ଯେ ଆପଣଙ୍କୁ ତାହେଲେ ଏତେ ଟଙ୍କା ଦରମା ଦେବାର କାରଣ କଣ ଅଛି? ସରକାର ଜାଣିପାରିନଥିଲେ ବା ଚିନ୍ତା ମଧ୍ୟ କରିନଥିଲେ ଯେ 3.5 ଲକ୍ଷ ଟଙ୍କା ମାସିକିଆ ଦରମା କରିସାରିଲା ପରେ ଜନସାଧାରଣ ମାତିବେ, ଜନସାଧାରଣ ସମାଲୋଚନାର ସାଧାରଣ ଲୋକଙ୍କ ସମାଲୋଚନାର ସେ ଶିକାର ହେବେ। ତେଣୁ ସେଇଥିପାଇଁ ସରକାର ବର୍ତ୍ତମାନ ବାଧ୍ୟ ହେଇକିରି ପୁଣି ଚିନ୍ତା କରୁଛନ୍ତି। ସେଇଥିଲାଗି ବିଜେପି ବିଧାୟକ ଦଳରେ ସେମାନେ ମଧ୍ୟ କହିଲେ ଯେ ନାଇଁ ଆମର ଦରମା ଦରକାର ନାହିଁ। କାହିଁକିନା ସେ ବିଧାୟକ ମାନେ ଯେତେବେଳେ ତାଙ୍କ ଏରିଆକୁ ଯାଉଛନ୍ତି, ଗାଁର ଲୋକଙ୍କ ସହିତ ମିଶୁଛନ୍ତି, ଗାଁର ଲୋକମାନେ ତାଙ୍କୁ ଆସି ବିଭିନ୍ନ ସୁବିଧା ଅସୁବିଧା କହୁଛନ୍ତି, ସେମାନେ ମଧ୍ୟ କହୁଛନ୍ତି ଆଜ୍ଞା ଆପଣ 3.5 ଲକ୍ଷ ଟଙ୍କା ଯଦି ଦରମା ପାଇବେ, ଆମେ କାହିଁ 2 ପଇସା କୋଉଠି ରୋଜଗାର କରିବା ପାଇଁ ଆମ ପାଇଁ କାହିଁ ରାହା ଆପଣ ସୃଷ୍ଟି କରୁନାହାନ୍ତି? ଆପଣ ତ ସରକାରରେ ଅଛନ୍ତି, ସରକାରଙ୍କର ତ କାମ ସେଇଆ ଯେ ଜନସାଧାରଣଙ୍କର ସୁଖ ସ୍ୱାଚ୍ଛନ୍ଦ୍ୟରେ ସମୃଦ୍ଧିରେ ବଢିବା ପାଇଁ ସରକାର କିଛି ବ୍ୟବସ୍ଥା କରିବେ। ସରକାରଙ୍କ କାମ କଣ? ସରକାର ତ ଏଇଥିପାଇଁ ହେଇଛନ୍ତି ନା, ସାଧାରଣ ଲୋକ କେମିତି ନ୍ୟାୟ ପାଇବେ, ସାଧାରଣ ଲୋକ କେମିତି ଆଗକୁ ବଢିବେ, ସାଧାରଣ ଲୋକ କେମିତି ରୋଜଗାର କ୍ଷମ ହେବେ, ଏ ତ ସରକାରଙ୍କ କାମ। ସେମାନେ କହୁଛନ୍ତି ଆପଣ କଣ 3.5 ଲକ୍ଷ ଟଙ୍କା ଦରମା ନେଇଗଲେ ଭାରତ ବର୍ଷର କୌଣସି ରାଜ୍ୟରେ ଏତେ ଟଙ୍କା କୋଉଠି ବିଧାୟକ ମାନେ ନିଅନ୍ତିନି, ପାର୍ଲାମେଣ୍ଟରେ ମଧ୍ୟ ଏତେ ଟଙ୍କା ନିଅନ୍ତିନି। ଆପଣ କେମିତି ଟଙ୍କା ନେଇଗଲେ ବିଲ୍ ପାସ୍ କରିଦେଲେ, ସମସ୍ତେ ମିଶିକି ସେଥିରେ ହଁ କହିଦେଲେ, ସମସ୍ତେ ହଁ କହିଦେଲେ, ବଡ ଆଶ୍ଚର୍ଯ୍ୟ କଥା। ଏଣେ ପଦାରେ ଆସିକିରି ଆଜ୍ଞା ବହୁତ ଲୋକ ସମାଲୋଚନା କରୁଛନ୍ତି, ପଦାରେ ଆସିକିରି ନାପସନ୍ଦ କରୁଛନ୍ତି, ନାଇଁ ଏତେ ଦରମା ବଢିଆ କଥା ନୁହେଁ। କିନ୍ତୁ ଦେଖିଲାକୁ ବିଧାନସଭାରେ ସବୁ ଦଳର ବିଧାୟକ ମାନେ ଆପଣ ଲକ୍ଷ୍ୟ କରନ୍ତୁ ହଁ ମାରିଦେଇଛନ୍ତି ବିଲକୁ। ଏଣେ ଆସିକିରି କିନ୍ତୁ ଅଲଗା କଥା କହୁଛନ୍ତି। ବର୍ତ୍ତମାନ ଯେତେବେଳେ ସାଧାରଣ ଲୋକ ଉତ୍କ୍ଷିପ୍ତ ହେଇଛନ୍ତି, ସମାଲୋଚନା କରୁଛନ୍ତି, ଆଉ ସେମାନଙ୍କୁ ବାଟ ଚଲେଇ ଦଉନାହାନ୍ତି, କଥା କହୁଛନ୍ତି ଆପଣ କେମିତି 3.5 ଲକ୍ଷ ଟଙ୍କା ପାଇଲେ, ଆମେ କଣ କାହିଁକି ରୋଜଗାର କରିପାରୁନୁ, ଆମ ପାଇଁ କଣ ଆପଣ କରିଛନ୍ତି ସରକାରରେ ଥାଇକିରି? ତାପରେ ମୁଣ୍ଡ ବୁଦ୍ଧି ପଶିଲା, ନହେଲେ ସରକାର କେବେ ବା ଏ ବିଷୟରେ କେବେ ବର୍ତ୍ତମାନ ପୁଣି ରିଥିଙ୍କିଂ ହଉନଥାନ୍ତା। ବର୍ତ୍ତମାନ ଯେହେତୁ ବିଜେପି ବିଧାୟକ ଦଳ କୁହନ୍ତୁ, ବିଜେଡି ବିଧାୟକ ଦଳ କୁହନ୍ତୁ, କଂଗ୍ରେସ ମାନେ ମଧ୍ୟ ବାଧ୍ୟ ଭାବେ ଏଥିରେ ସମର୍ଥନ ଦବା ପାଇଁ ପୁଣି ଆପଣ ଦେଖିବେ ଯଥା ପୂର୍ବଂ ତଥା ପରଂ ହେବ। କାହିଁକି ନା ଚାରିଆଡୁ ସମସ୍ତେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ବିଜେପି କୁ ଏତେ ଶ୍ରଦ୍ଧାରେ ଲୋକମାନେ ଭୋଟ ଦେଇକରି କ୍ଷମତାକୁ ଆଣିଥିଲେ, ସେମାନେ ପ୍ରଶ୍ନ କରୁଛନ୍ତି ଯେ ଆମେ କଣ ଗୋଟେ ରାଜନୈତିକ ଦଳକୁ 24 ବର୍ଷର ଗୋଟେ ଅପାରଗ ଶାସନକୁ ଆମେ ଫୋପାଡ଼ିକିରି ଆଉ ଗୋଟେ ରାଜନୈତିକ ଦଳକୁ କ୍ଷମତା ଦେଇଥିଲୁ, ସରକାରକୁ ହସ୍ତାନ୍ତର କରିଥିଲୁ, କଣ ଏଇଥିପାଇଁ ଯେ ସିଏ ଆସିକିରି 3.5 ଲକ୍ଷ ଟଙ୍କା ଦରମା ନେଇ ବିଲ୍ ପାସ୍ କରି 18 ଦିନ ଆଗରୁ
विधानसभा बंद कर घर को जी। सर गोटे चर्चा होची जे जो सरकार ये गोटे निष्पत्ति पर गोटे खबर कोडी सेंटर को गला बड़ नेतृत्व मोदी हूँ कि शाह हूँ गोटे चाप आसला जहाँपर बीजेपी विधायक मैंने नेतृत्व जहाँ निष्पत्ति नहीं परिवर्तन करने एमती या कौन कह सर? देखो आज्ञा केन्द्र रु बीजेपी हाइकमांड ओडिशार बीजेपी सरकार को ऊपर चाप पकई कि ना बीजेपी नेता मान चाप पकई कि ना से विषय में बहुत निर्दिष्ट तथ्य मो पाखे किसी ना किंतु आपण जहाँ कहते केंद्र सरकार बा केंद्रीय जो नेतृवृंद अच्छा बीजेपी से माने देखुं ओडिशा रे जो की प्रकार जन असंतोष होउची सरकार विरुद्ध रे एवं जेहेतु पुणी 3.5 लाख टका दरमा भितर कर दी बिल पास करी से कहले यहाँ गोटे अति खराब कथा से हुए तो चाप पकई पारि माने आश्चर्य होवार किसी ना से भी तो लोक फेस करेंगे ना निर्वाचन जो आसो से भी तो लोक फेस करेंगे तेणु हुए तो से कही जनसाधारण निकट में आम जब निंदित हेलु जनसाधारण निकट में आमर पतियार जदि कमीगला आम भावमूर्ति यदि कमीगला एभली एक निष्पत्ति नवा फल कहीं प्रकार निष्पत्ति आप कौ कारण नहीं कौ कारण भारत वर्षर सबू राज्य या कम दरमा नौला बेले विधायक मैंने ये 3.5 लाख टका आप करदे होई पारे आप जहाँ कहते केंद्रीय बीजेपी केंद्रीय नेतृवृंद से माने ओडिशार बीजेपी नेता एवं सरकार निश्चय चाप पकई परिवर्तन कर निष्पत्ति हो पारे एबे तो विधानसभा रे बिल आसिकी पारित होकर से बिल बर्तन जीव राज्यपाल पाखु जीव दस्तखत आसो अनेक कार्य अच्छी पूर्व हुए तो से बिल की आउ कार्यकारी न कर पारती बिल को पुणी थे संशोधन करने विधानसभा रे आउ गोटे बिल आनी पारती यही बिल को काट खाइबा यही बिल को अकामी करने विधानसभा आउ गोटे किंतु जहाँ आप कहले प्रेसर हो असंभव नुहे कहीं से भी नरेंद्र मोदी सरकार दिल्ली रे से देखुं ना तांकर ओडिशा एत वर्ष पर प्रथम थर पर बीजेपी निज शक्ति बल क्षमता को आसी सरकार कर आपण कौन भावुं बीजेपी जो केंद्रीय नेतृवृंद अच्छा से चाहिए जे राज्य सरकार यही भाव में किसी निष्पत्ति नहीं दल एवं सरकार को बदनाम करंतु से कौन के चाहिए हुए तो से माने चाप प्रयोग कर कौन से प्रकार ये बिल जमी कार्यकारी न हम से देख जो गोटे सरकार भावमूर्ति जो गोटे डैमेज बिल जदि कार्यकारी न हुए आपण भावुन जो मोहन माझी जो इमेज टा पुणी टिके ठीक हम ना हेनी? देखो आज्ञा साधारण लोकों दृष्टि सरकार कौन एक सरकार जो मैंने अच्छा से अनुभव करुवे आम से विषय टिप्पणी देवार किसी आवश्यकता ही ना कहीं जो मैंने सरकार अच्छा से राज्यर विभिन्न निर्वाचन मंडल निर्वाचित होकर 5 लोक डेली भेटुंट घर को कन्स्टिट्युएन्सी लोक आस सारा ओडिशा लोक आसने अनेक समय टीका टिप्पणी कर सरकार केमती चलती तेणु आप जहाँ कहते जे बिल की प्रत्याहार करने मोहन माझी सरकार भावमूर्तिर उन्नति हेब कि नहीं हो पारे निश्चित भाव में यदि साधारण लोक चापर बस चापर मोहन माझी सरकार बिल प्रत्याहार करनी भल कथा लोक तो कह भल कथा सरकार तो कम से सरकार कम है साधारण लोकंर इच्छा विरुद्ध न जाए साधारण लोकंर इच्छा जहाँ हो अनुसार करने कथा साधारण लोक जदि चाहते जे बिल प्रत्याहार हो जाऊ विधायक मान दरमा एत न बढ़ू बिल प्रत्याहार हो जाई पारे बिल प्रत्याहार हेले निश्चित भाव में राज्य सरकार भावमूर्ति किछिटा उन्नति आसीबो किछिटा उन्नति आसीबो माने मु कहूनी जे संपूर्ण उन्नति आसीबो किंतु किछिटा उन्नति आसीबो निश्चित भाव में मु तो भावुँ मोहन माझी मुख्यमंत्री मोहन माझी सब कहते आम हूँ लोकों सरकार मु लोकों मुख्यमंत्री लोक यदि चाहूना विधायक माने एभली भाव
ଗୁଡ ହାଣ୍ଡିରେ ହାତ ପୁରେଇକିରି ନେଲା ଭଳିଆ ଦରମା ନେବେ, ଲୋକ ଯଦି ଚାହୁଁନାହାନ୍ତି ଏବଂ ସେ ଯଦି ତାକୁ ପ୍ରତ୍ୟାହାର କରନ୍ତି, ଲୋକେ ନିଶ୍ଚୟ ତାଙ୍କୁ ସାଧୁବାଦ ଦେବେ, ସେଥିରେ କାହିଁ ଦେବେନି।